ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ଶାଗ ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ମେଥି ଶାଗ, ଅପସନ୍ ବି ପାଲଙ୍ଗ ଶାଗ, ଅପସନ୍ ସି ସୋରିଷ ଶାଗ, ଅପସନ୍ ଡି ପୋଇ ଶାଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ମେଥି ଶାଗ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଖାଦ୍ୟ ଖାଇଲେ ମଣିଷର ହାଡ଼ ମଜବୁତ ରହେ? ଅପସନ୍ ଏ ମହୁ, ଅପସନ୍ ବି ରାଜମା, ଅପସନ୍ ସି ଦହି, ଅପସନ୍ ଡି କ୍ଷୀର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କ୍ଷୀର। ତୃତୀୟ ପ୍ରଶ୍ନଟି ହେଉଛି କ୍ଷୀରରେ କ'ଣ ମିଶାଇ ପିଇଲେ ରକ୍ତ ଶୀଘ୍ର ବଢ଼େ? ଅପସନ୍ ଏ ହଳଦୀ, ଅପସନ୍ ବି କିସମିସ, ଅପସନ୍ ସି ଲବଙ୍ଗ, ଅପସନ୍ ଡି ଗୁଡ଼। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କିସମିସ। ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ପଶୁର କ୍ଷୀର ପିଇଲେ ବୃଦ୍ଧି ପ୍ରଖର ହୁଏ? ଅପସନ୍ ଏ ମେଣ୍ଢା, ଅପସନ୍ ବି ଗାଈ, ଅପସନ୍ ସି କୁକୁର, ଅପସନ୍ ଡି ବିଲେଇ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଗାଈ। ପଞ୍ଚମ ପ୍ରଶ୍ନଟି ହେଉଛି ଗରମ ପାଣିରେ ଗାଧୋଇବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ ଡାଇରିଆ, ଅପସନ୍ ବି ହଇଜା, ଅପସନ୍ ସି ମ୍ୟାଲେରିଆ, ଅପସନ୍ ଡି ବ୍ଲଡ଼ ପ୍ରେସର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ବ୍ଲଡ଼ ପ୍ରେସର। ଷଷ୍ଠ ପ୍ରଶ୍ନଟି ହେଉଛି ସୂର୍ଯ୍ୟକିରଣରେ ମୋଟ କେତୋଟି ରଙ୍ଗ ଥାଏ? ଅପସନ୍ ଏ 5ଟି, ଅପସନ୍ ବି 7ଟି, ଅପସନ୍ ସି 4ଟି, ଅପସନ୍ ଡି 2ଟି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି 7ଟି। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ପରିବା ଖାଇଲେ ମଣିଷର ରକ୍ତ ବଢ଼େ? ଅପସନ୍ ଏ କଲରା, ଅପସନ୍ ବି ବିଟ୍, ଅପସନ୍ ସି ଲେମ୍ବୁ, ଅପସନ୍ ଡି ମେଥି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ବିଟ୍। ଅଷ୍ଟମ ପ୍ରଶ୍ନଟି ହେଉଛି ବାରମ୍ବାର କାଶ ହେଉଥିଲେ କ'ଣ ଖାଇବା ଉଚିତ? ଅପସନ୍ ଏ କଲା ଗୁଡ଼, ଅପସନ୍ ବି ମହୁ, ଅପସନ୍ ସି ଦହି, ଅପସନ୍ ଡି କଦଳୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ କଲା ଗୁଡ଼। ନବମ ପ୍ରଶ୍ନଟି ହେଉଛି ନିୟମିତ ସକାଳୁ କ'ଣ ସେବନ କଲେ ବୁଢ଼ା ବୟସରେ ବି ଖାଦ୍ୟ ଶୀଘ୍ର ହଜମ ହେବ? ଅପସନ୍ ଏ କାଜୁ, ଅପସନ୍ ବି କିସମିସ, ଅପସନ୍ ସି ଗୁଡ଼, ଅପସନ୍ ଡି ହଳଦୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କିସମିସ। ଦଶମ ପ୍ରଶ୍ନଟି ହେଉଛି କେଉଁ ଦେଶରେ ଅଧିକ ଚାହା ପିଅନ୍ତି? ଅପସନ୍ ଏ ଜାପାନ ଦେଶ, ଅପସନ୍ ବି ନେପାଳ ଦେଶ, ଅପସନ୍ ସି ଇଟାଲୀ ଦେଶ, ଅପସନ୍ ଡି ଭାରତ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଭାରତ ଦେଶ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।